ଦେଖନ୍ତୁ ବିଗତ ଦିନରେ ଓଡ଼ିଶାରେ ଯେଉଁଭଳି ଭାବରେ ଅପରାଧ ଘଟି ଚାଲିଛି ଏଟା ନିଶ୍ଚିତ ଭାବରେ ଚିନ୍ତାଜନକ କଥା। ସରକାର ବି ସ୍ୱୀକାର କରୁଛନ୍ତି, ସରକାର ବି ଉଦ୍ବେଗ ପ୍ରକାଶ କରୁଛନ୍ତି, ବିରୋଧୀ ଦଳ ମଧ୍ୟ ରାଜରାସ୍ତାକୁ ଆସୁଛନ୍ତି। ଏହା ସତ୍ୟ ଯେ ବିଗତ ଦିନରେ ଅପରାଧ ହଉଥିଲା, ବିଗତ ଦିନରେ ବି ଅପରାଧ ହେଇଛି। ଯେ ଅପରାଧ ମୁକ୍ତ ସମ୍ପୂର୍ଣ୍ଣ ଥିଲା ଓଡ଼ିଶା, ସୁନାର ଓଡ଼ିଶା ଥିଲା, ଏଇଠି ଏବେ ନଷ୍ଟ ହେଇଗଲା, ସେମିତି କହିବାଟା ଭୁଲ ହବ। ଅତୀତରେ ବି ଅପରାଧ ହଉଥିଲା, ଏବେ ବି ଅପରାଧ ହଉଛି, କିନ୍ତୁ ଏବେ ଅପରାଧର ମାତ୍ରାଟା ଟିକେ ତାର ପୌନଃପୁନ୍ୟତାଟା ଟିକେ ବୃଦ୍ଧି ପାଇଛି, ଯୋଉଟା ଆମମାନଙ୍କ ପାଇଁ ଉଦ୍ବେଗଜନକ। କୋଉଠି ନା କୋଉଠି ଅପରାଧୀ ମାନେ ପୋଲିସ ପ୍ରତି ତାଙ୍କର ଗୋଟେ ଭୟ ରହୁଛି। କାରଣ କଣ, ସେଟା ପୋଲିସ ନିଜେ ତର୍ଜମା କରୁ, ସରକାର ତର୍ଜମା କରନ୍ତୁ, କାହିଁକି ବଳାତ୍କାରୀ ମାନେ, କାହିଁକି ହତ୍ୟାକାରୀ ମାନେ, କାହିଁକି ଅପରାଧୀ ମାନେ ଏଭଳି ଭାବରେ ଉପରମୁହାଁ ହେଇଛନ୍ତି। ମାଛ ନାହିଆ ଯେମିତି ପୋଖରୀରେ ହୁଅନ୍ତି, ଏବେ ଅପରାଧୀ ମାନେ ପୁରା ନାହିଆ ହେଇକି ପୁରା ଉପରେ ମାତିଲେଣି, ରାସ୍ତା ଉପରେ ଆସିକି ଅପରାଧ ସେମାନେ ଘଟେଇବାକୁ ମାନେ ପଛଉ ନାହାନ୍ତି। ତେଣୁ ଏଭଳି ମାନସିକତା ସମ୍ପନ୍ନ ଲୋକଙ୍କ ଉପରେ ବ୍ରେକ୍ ଲଗେଇବା ପାଇଁ ସବୁଠୁ ବଡ ଦାୟିତ୍ୱ ରହୁଛି ପୋଲିସର। ତାପରେ ସରକାର, ତା ସହିତ ରହିଛି ସରକାରଙ୍କର ଗୋଟେ କଠୋର ମାନସିକତା ଦରକାର। ତାପରେ ହଉଛି କୋର୍ଟଙ୍କର ବି ରହିଛି, ଅଦାଲତ। ଫାଷ୍ଟ ଟ୍ରାକ୍ କୋର୍ଟରେ ଏଭଳି ଅଭିଯୁକ୍ତ ମାନଙ୍କର ବିଚାର କରିକି ଯେତେ ଶୀଘ୍ର ଦଣ୍ଡ ବିଧାନ ହବ। ଆପଣ ଦେଖିବେ ଗୋଟେ ଡବଲ ମର୍ଡର କେସରେ ଅଭିଯୁକ୍ତ ଗିରଫ ହେଲା, ତଳ କୋର୍ଟରେ ଫାଶୀ ହେଲା ଅନୁଗୁଳ ଜିଲ୍ଲାରେ, ତାକୁ ଉପର କୋର୍ଟରେ ନିର୍ଦ୍ଦୋଷରେ ଖଲାସ। ଆମେ କେମିତି, ତାହେଲେ ଅପରାଧୀ ମାନେ ଉତ୍ସାହିତ ହେବେନି କାହିଁକି? ତେଣୁ ଆମକୁ ପ୍ରୋସିକ୍ୟୁସନର ଦାୟିତ୍ୱ ମଧ୍ୟ, ଯିଏ ପ୍ରୋସିକ୍ୟୁସନ ଯେ ଚାର୍ଜ ମାନେ ଯାହାର ଦାୟିତ୍ୱ, ଯିଏ ଚାର୍ଜସିଟ୍ କରିବ ପୋଲିସ, ଯୋଉ ଦଫା ଲଗେଇବ, ଖାଲି ମନକୁ ମନ ଦଫା ଲଗେଇଦେଲେ ହବ ନାହିଁ। ଆପଣଙ୍କୁ ଦଫା ଅନୁଯାୟୀ କୋରବୋରେଟିଭ ଏଭିଡେନ୍ସ ମଧ୍ୟ ଆପଣଙ୍କୁ ଅଦାଲତରେ ଦାଖଲ କରିବାକୁ ପଡିବ। ପ୍ରମାଣ ତଥ୍ୟ ଆଧାରରେ ଅଦାଲତ ବିଚାର କରିବେ। ଆପଣ ଯଦି ଅଦାଲତକୁ ପ୍ରମାଣ ନ ଦେଇ ପାରୁଛନ୍ତି, ତାହେଲେ ଅପରାଧୀ ଖସିଯିବ। ତେଣୁ ଏ ଦାୟିତ୍ୱଟା ହଉଛି ସରକାରଙ୍କର, ପୋଲିସଙ୍କର। ସେମାନେ ଏ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ଦରକାର। ଅପରାଧୀର ସମସ୍ତ ତଥ୍ୟ ପ୍ରମାଣକୁ ମଜବୁତିର ସହିତ ଅଦାଲତରେ ପେଶ କରିବା ଦରକାର, ଯାହା ଦ୍ୱାରା କି ତ୍ୱରିତ ଦଣ୍ଡ ବିଧାନ କରିବ ଅଦାଲତ ଏବଂ ଅପରାଧୀ ମାନଙ୍କ ମନ ଭିତରେ ଗୋଟେ ଭୟ ସଞ୍ଚାର ହବ।